ପିଇବା ପାଣିର ଉତ୍କଟ ଅଭାବ, ପଥର ଚୁଆର ପାଣି ଭରସାରେ କୁମ ସରଫା ଗ୍ରାମବାସୀ। ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ନଦୀ, ନାଳ ଓ ପୋଖରୀ ପାଣି ଶୁଖିଯାଇଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି, ଯାହାଫଳରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ପାନୀୟ ଜଳର ଅଭାବ ବଢ଼ିବାରେ ଲାଗିଛି। ତାହାର ଜ୍ୱଳନ୍ତ ଉଦାହରଣ ଝିରିପାଣି ପଞ୍ଚାୟତର କୁମସରଫା ଗାଁରେ ଦେଖିବା ପାଇଁ ମିଳିଛି। ଗାଁର ହାଣ୍ଡି ମାଠିଆ ଧରି ମହିଳାମାନେ ଚାଉଳ ଧୁଆ ନଦୀକୂଳର ଚଚରା ଘାଟଠାରେ ଏକ ପଥର ଜୁଆର ପାଣି ପିଇବା ପାଇଁ ସଂଗ୍ରହ କରୁଥିବା ଦେଖିବା ପାଇଁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁସାରେ 2 ବର୍ଷ ପୂର୍ବେ କୁମସରଫା ଓ ଚଜାଙ୍ଗି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଚଜାଙ୍ଗି ଗ୍ରାମ ନିକଟର ଚାଉଳଧୁଆ ନଦୀକୂଳରେ ଏକ ଟ୍ୟାଙ୍କି ନିର୍ମାଣ କରାଯାଏ। ପାଇପ୍ ମଧ୍ୟ ବିଛାଯାଇଛି। ଉଭୟ ଗାଁର ପ୍ରତି ଘରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ କରାଯାଇଛି। ହେଲେ 2 ବର୍ଷ ହେଲାଣି କୁମସରଫା ଗାଁକୁ ପିଇବା ପାଣି ଛଡ଼ାଯାଇ ନାହିଁ। କରାଯାଇଥିବା ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗିବାକୁ ବସିଲାଣି। ହେଲେ ସେହି ଗାଁରେ ଗୋଟିଏ ନଳକୂପ ରହିଛି। ସେହି ନଳକୂଅର ଭୂତଳ ଜଳସ୍ତର କମିବାରୁ ପାଣି ବାହାରୁ ନାହିଁ। ଅଧଘଣ୍ଟା ପାଖାପାଖି ନଳକୂପ ମାରିଲେ 1 ବାଲ୍ଟି ପାଣି ବାହାରିଥାଏ। ସେହି ପାଣି ଧୂସର ରଙ୍ଗ ପରି ଦେଖାଯିବା ସହିତ ପିଇବା ପାଇଁ ଭଲ ଲାଗେ ନାହିଁ ଓ ଭାତ ରାନ୍ଧିବା ପାଇଁ ଗରମ କଲେ କଳା ପଡ଼ିଯାଏ। ସେହି କାରଣରୁ ଗ୍ରାମବାସୀ ନଳକୂଅର ପାଣି ପିଇବାକୁ ଇଚ୍ଛା କରନ୍ତି ନାହିଁ, ଆଉ ବାଧ୍ୟ ହୁଅନ୍ତି ଚାଉଳ ଧୁଆ ନଦୀକୂଳର ପଥର ଚୁଆ ପାଣି ପିଇବା ପାଇଁ। ବର୍ଷା ଦିନେ ସେହି ନଦୀରେ ବଢ଼ିପାଣି ଜୁଆରେ ପଶିଯାଏ, ଯାହାଫଳରେ ଗ୍ରାମବାସୀ ପିଇବା ପାଇଁ ପାଣି ସମସ୍ୟା ଆହୁରି ବଢ଼ିଯାଏ। ଗାଁ ନିକଟରେ ଥିବା କ୍ଷେତରୁ ପିଇବା ପାଣି ସଂଗ୍ରହ କରିଥାନ୍ତି। ଏହି ବାବଦରେ ଗାଁର ସଦେ ମାଝୀଙ୍କୁ ପଚାରିବାରୁ ସେହି ବାବଦରେ 2 ବର୍ଷ ତଳେ ପିଇବା ପାଣି ଯୋଗାଇବା ପାଇଁ ପାଇପ୍ ସଂଯୋଗ କରାଯାଇ ଘରେ ଘରେ ଷ୍ଟାଣ୍ଡପୋଷ୍ଟ ମଧ୍ୟ କରାଗଲା, ହେଲେ ପାଣି ଆସୁନାହିଁ। ତାପରେ ସରପଞ୍ଚଙ୍କୁ ଏହି ବାବଦରେ ଅଭିଯୋଗ ମଧ୍ୟ କରିଛୁ, ହେଲେ କୌଣସି ସୁଫଳ ମିଳିନାହିଁ। ତେଣୁ ଆମେ ଗ୍ରାମବାସୀ ବାଧ୍ୟ ହେଲୁ ଚାଉଳ ଧୁଆ ନଦୀକୂଳର ଚଚରା ଘାଟରେ ପଥର ଫଟାଇ ଏକ ପଥର ଚୁଆ କରି ସେହି ପାଣି ପିଇବାକୁ, ଯାହାଫଳରେ ଜଳବାହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି କହିବା ସହିତ ପାଣି ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଦାବି ହେଉଛି। ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଦାବି ହେଉଛି। ତେବେ ଏହି ବାବଦରେ ସରପଞ୍ଚ କାନ୍ତି ପାତ୍ରଙ୍କୁ ପଚାରିବାରୁ ସେ ସେହି ଗାଁକୁ ତୁରନ୍ତ ଜଳ ଯୋଗାଣ କରାଯିବ ବୋଲି ସୂଚନା ଦେଇ କହିଛନ୍ତି। ତୁମୁଡ଼ିବନ୍ଧ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସ୍ନେହଲତା ପ୍ରଧାନଙ୍କର କିଛି ପ୍ରତିକ୍ରିୟା ମିଳିପାରି ନାହିଁ। ବଡ଼ ଦୁଃଖର ବିଷୟ, ରାଜ୍ୟ ସରକାର ବଦଳିଲେ ହେଲେ ସମାଧାନ ହୋଇପାରୁନି ସମସ୍ୟା। ଯାହା ହେଉ, ଖବର ପ୍ରସାରଣ ପରେ ଏଥିରେ କି ପ୍ରକାରର ପରିବର୍ତ୍ତନ ଆସୁଛି ତାହା ହିଁ ଦେଖିବା ପାଇଁ ବାକି ରହିଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।